ଏଇଟା ଥିଲା ଲୋୟଲା ସ୍କୁଲର ସିଲଭର ଜୁବୁଲି ଫଙ୍କସନ୍। ସେମାନଙ୍କର କଲଚରାଲ ପ୍ରୋଗ୍ରାମ ଆଉ ବହୁତ ସାरे ଗେମ୍ସ ଯୋଉଟାକି କମ୍ପିଟିସନ୍ ଆଉ ପିଲାମାନଙ୍କର ତିଆରି ହେଇଥିବା ଗୋଟେ କୁକରୀ କମ୍ପିଟିସନ୍ ଥିଲା। ଆଉ ଯେମିତି ପଶିଲି ସେମାନେ ଏତେ ସୁନ୍ଦର ଭାବରେ ଗ୍ରିଟ୍ କରିକି ନେଲେ ମୁଁ କ'ଣ କହିବି। ତାପରେ ପିଲାମାନେ ଏତେ ସୁନ୍ଦର ତିଆରି କରିଥିବେ ବୋଲି ମୁଁ ବିଲକୁଲ ବି ଭାବିନଥିଲି। ଟଙ୍କ ତୋରାଣୀ ହଉ କି ଚୁଡ଼ା କଦମ୍ବା ହଉ, ଚୁଡ଼ା ଘଷା ହଉ କି ଇଟାଲିଆନ ଫୁଡ୍ ହଉ କି ଚାଇନିଜ ହଉ କି ଗୁପଚୁପ ହଉ, ସବୁ ଜିନିଷ ଏକଦମ 10 out of 10 ହେଇଥିଲା। ମୁଁ କ'ଣ କହିବି, ମାନେ କାହାକୁ ଫାଷ୍ଟ କରିବି, କାହାକୁ ସେକେଣ୍ଡ କରିବି, କାହାକୁ ଥାର୍ଡ କରିବି, ବିଲକୁଲ ବି ମୁଁ ଜାଣିପାରିଲିନି। ସିରିୟସଲି ମୁଁ କହିବି, ହନେଷ୍ଟ ଫିଡବ୍ୟାକ୍ ଦଉଛି। ପୁରା ସେଫ୍ ମାନେ ଯେମିତି କରନ୍ତି ପ୍ରଫେସନାଲ ୱେରେ କରିଥିଲେ ଆଉ ସବୁ ଜିନିଷ ବହୁତ ଭଲ ହେଇଥିଲା। ମୁଁ ସବୁ ଷ୍ଟୁଡେଣ୍ଟମାନଙ୍କୁ କହିବି ନିହାତି ଲାଇଫରେ ଏମିତି ଟିକେ ଟିକେ ରୋଷେଇ ଜାଣିଥିବା ଦରକାର। ଆଜି ପ୍ୟାରେଣ୍ଟସ୍ ହଉ କି ଯିଏ ଗାର୍ଡ଼ିଆନ୍ ଥାଆନ୍ତି ତାଙ୍କର ଯଦି ଦେହ ଖରାପ ହେଇଗଲା, ଆମେ ଯଦି ଟିକେ ରୋଷେଇ ଜାଣିଥିବା ନା, ନିହାତି ନିଜେ ନିଜେ ତିଆରି କରିକି ଖାଇକିରି ଆମେ ଯାଇପାରିବା। ତ ଥ୍ୟାଙ୍କ ୟୁ ମୁଁ କହିବି ଲୟଲା ସ୍କୁଲର ଏଣ୍ଟାୟାର ଷ୍ଟାଫ୍ ମାନଙ୍କୁ, ଆଉ ଯେଉଁମାନେ ପାର୍ଟିସିପେଟ୍ କରିଥିଲେ ସମସ୍ତଙ୍କୁ କହିବି ୟୁ ଅଲ୍ ଆର୍ ୱିନର୍ସ। ଲଭ୍ ୟୁ ଅଲ୍।